तृतीय स्कंद 31 अध्याय कपिल उवाच। शुण जननी तदंतरे पुण्यपातक सुविचारे सेवेनी पुण्यपात करे मनुष्य अंग प्राणी धरे। मनुष्य देहे जेणे स्थिति तेणे से राजुसिंक गति। ଏହା କହିବା ଏ ଅଧ୍ୟାୟରେ ସୁଜନେ ଶୁଣ ହେତୁ ଦ୍ୱାରେ। କହନ୍ତି ପ୍ରଭୁ ଭଗବାନ ଭୋମାତ ହୁଅ ସାବଧାନ। ଏ ଜୀବ ଯେ କର୍ମ ଇଚ୍ଛଇ ଈଶ୍ୱର ତହିଁ ନିଜ ଗଇ। ଏ ଜୀବ ଯେ କର୍ମ ବସରେ ପୁରୁଷରେ ତ ଆଶ୍ରା କରେ। ପୁଣ ଏ ଦେହ ଧରିବାକୁ ପ୍ରବେଶ ଜନନୀ ଗର୍ଭକୁ। ସେ ଶୁକ୍ର ପ୍ରଥମ ଦିନରେ ମିଶଇ ଶୋଣିତ ସଙ୍ଗରେ। ଏହାକୁ ବୋଲିଟି କଲୋଳ ପଞ୍ଚମେ ହୁଅଇ ବର୍ତ୍ତୁଳ। ବଦରି ସମସେ କଠିନ ହୁଅଇ 10 ଦିବସେଣ। ଅପରେ ହୁଏ ମାରତଣ୍ଡ ତଦନ୍ତେ ପ୍ରକାଶଇ ଅଣ୍ଡ। ମସ୍ତକ ପ୍ରଥମ ମାସରେ ପ୍ରକାଶ ହୁଏ ତା କନ୍ଧରେ। ସମ୍ପୂର୍ଣ୍ଣ ବେନି ମାସ ଯାଏ କର ଚରଣ ଆଦି ହୁଏ। ଅଙ୍ଗୁଳି ନଖ ତନୁ ଲୋମ ଅସ୍ଥି ହୃଦୟ ନାଡି ମାନ। लिंग इंद्रिय छिद्र आदि तृतीय मासे प्रसिद्धि। चतुर्थे सप्त धातु हुए पंचमे क्षुधा तृषा पाए। तदंते अष्ट परिमित क्षुधा पिशाचारे पीड़ित। गर्भे वेष्टन बध होई दक्षिण कुक्षीरे भ्रमई। जननी जे द्रव्य भक्षई से रसे ता धातु बढ़ई। मूत्र पुरीष रक्त नाले कृमि पीड़ित सन्निकूले। जहि जंत्रिते सोई थाई कृमि संकुल मध्य रही। अति कोमल कले वर कृमि भक्षणे नुहे स्थिर। अंग काटंती कृमि मान प्रजले देह प्रतिक्षण। ए क्षण क्षण के मूर्छा जाई बहुत क्लेश तहि पाई। भक्षणे त्रिकटुक खार तिकत आंबिल मधुर। जननी जाहाता भक्षई से रसे ता अंग बढ़ई। कुटिल भाव शिरे धरे पृष्ठ कुटिल कले वरे। माता को क्षीरे देई शिर पड़ी से धाए लोटे शिर। शरीर चाली न पारई पंजरी पक्षी प्राय होई। से गर्भे पूर्व कर्म बसे बहुत जन्म ताकु दिसे। सते जन्मरु कर्म जेते सुमरु थाई गर्भ गते। से पाप पुण्य गर्भे थाई बहुत निश्वास छाड़ई। ता फेड़ी न पारई केही कर्म आयते वश होई। सुमरी पूर्व जन्म दुख सुख न लभी से विमुख। शपथ मास आदि करी ता देहे ज्ञान थाई पुरी। तदंते शुणग जननी भालई दिवस रजनी। भये कंपई कले बर केमते एथुम निस्तार। एथु निर्गत मो केमते आतंके चितई निरते। हेमते भाबु भाग्ये तार प्रसूता निज बलियार। देह को अस्थिर करई कृमिर प्राय से भ्रमई। से रूपे गर्भेता भ्रमण दुसह से दुख कषण। अति विमुखे कष्ट सही से गर्भे आत्मा को देखई। से रूप अति मनोहर ध्याने न जानई शरीर। निरते भावु एक चिते भक्ति हृदय प्रमोहिते। सप्त धातुरे बध होई अंजलि करीण पार्थई। जीववाच बोलई सुख भय चिते भोनाथ मुझे गर्भगते। कष्ट मु पाउअछि जेते तू धर प्रभु मते। ए दुख पुनश्च नहिब ए मत आज्ञा मते देव। ए रूपे व्याकुले कषणे स्तुति करई अनुक्षणे। ए गर्भକୁ ଆଣିଲା ଯେ ମତେ ତା ପାଦ ସେବଇ ନିରତେ। ଯେ ପ୍ରଭୁ ସୃଷ୍ଟି ରକ୍ଷା ପାଇଁ ଇଚ୍ଛାରେ ଶରୀର ଧରଇ। ଯେ କଲା ଏତେ ଦୃଶ କତି ମୁଁ ପାପୀ ଦୁଷ୍ଟ ଯେ ଦୁର୍ମତି। ଏ ଦେହ ମିଥ୍ୟାରେ ଆଚ୍ଛନ୍ନ ଇନ୍ଦ୍ରିୟ ଆଦି କରି ଜାଣ।
ମୋହର ପ୍ରଭୁଙ୍କ ମହିମା ମୋର ଶରୀର ଅନୁପମା। ଯେ ପ୍ରଭୁ ସର୍ବଜ୍ଞ ଅଟନ୍ତି ପ୍ରକୃତି ପୁରୁଷ ନିନ୍ଦନ୍ତି। ତାହାଙ୍କୁ ବନ୍ଧୁ ଅଛି ମୁଇଁ ମୋତେ ରଖିବେ ଭାବଗ୍ରାହୀ। ଏହି ସଂସାରେ ଯେତେ କର୍ମ ସେ ଅଟେ ବନ୍ଧନ ଆଶ୍ରମ। ଯାହା ମାୟାରେ ଶରୀର ଭ୍ରମଇ ସ୍ତୁତି ଅଗୋଚର। ତାହାଙ୍କ ଅନୁକମ୍ପା ବିନା କରି ନ ପାରେ ଉପାସନା। ସେ ପ୍ରଭୁ ପରମ ଈଶ୍ୱର ତ୍ରିକାଳ ଜ୍ଞାନ ଦେଲେ ଆର। ଅଧ୍ୟାତ୍ମ ଆଦି ତାପମାନ ବିନା ସେ ତାହାଙ୍କ ଭଜନ। ସେ ପ୍ରଭୁ ମାତାର ଉଦରେ ବୁଡ଼ି ରହିଛି ବିସ୍ମୃତିରେ। ଏକଷ୍ଟୁ ଧରିବା ପାଇଁ ମାସ ଗଣୁଛି ଏତେ ରହି। 10 ମାସରେ ଦେହି ଯେବେ ଜ୍ଞାନ ପାଇଲା ସ୍ୱଭାବେ। ସେ ଉପକାର ସାଧିବାରେ ପ୍ରାର୍ଥନା କେବଳ ସଂସାରେ। ବିବେକ ଜ୍ଞାନ ଯେଉ ଦେଲା ଦେହ ମୋ ସମଦମ ହେଲା। ଅନ୍ତରେ ବାହାରେ ଦେଖିବି ସେ ପରମ ପୁରୁଷ ଜାଣିବି। ଦୁଃଖ ଅଭାବ ଗର୍ଭେ ଥାଇ ଜନ୍ମ ଗ୍ରହଣ ନଇଛଇ। ଜନ୍ମ ହୋଇଲେ ପ୍ରାଣୀମାନ ମାୟାରେ ହୁଅନ୍ତି ଆଚ୍ଛନ୍ନ। ମୁଁ ଏହି ଗର୍ଭ ମଧ୍ୟରେ ଥିବି ଆତ୍ମାକୁ ଆତ୍ମାରେ ତାରିବି। ଆଉ ଯେପରି ଗର୍ଭବାସ କଷଣ ନୋଇବ ଅବଶ୍ୟ। ଏହା ଶୁଣିନ ଭଗବାନ କହନ୍ତି କୋମଳ ବଚନ। ଶ୍ରୀ ଭଗବାନ ବାଚ 10 ମାସରେ ଜୀବ ଯାହା ମାତୃଗର୍ଭରେ ଭାବେ ଏହା। ପ୍ରସବ ହେବାର କାରଣ ବାୟୁ ବଟଇ ଏହା ଜାଣ। ବାୟୁ ଯୋଗରେ ଜୀବ ଜାଣ ନିମ୍ନ ହୁଅନ୍ତି ଜୀବଗଣ। ଏ ରକ୍ତାକ୍ତ ଦେହରେ ଜନମ ଯହୁଁ ହୁଅନ୍ତି ଜୀବଗଣ। ପୂର୍ବ ଜ୍ଞାନକୁ ଛାଡ଼ି ଦିଏ ଅଜ୍ଞାନେ ସେହୁ କାନ୍ଦୁଥାଏ। ଅଙ୍ଗ ଚାଳନେ କ୍ଷମ ନୁହେଁ ଯେ ଯାହା ଦେଲେ ତା ନ ନିଏ। କୃମିଏ ଯେପରି କୃମିକୁ ମଶକେ ଦଶନ୍ତି ଏହାକୁ। ଗର୍ଭରେ ଈଶ୍ୱର ଡାକଇ ସଂସାରେ ସମର୍ଥ ନୁହଇ। ଶରୀର ଦୁଃଖ ଏ ପ୍ରକାରେ 5 ବର୍ଷ ଯେ ଭୋଗ କରେ। ପଡ଼ିବା ଦୁଃଖ ଅନୁଭବ ପୌଗଣ୍ଡ କାଳେ ହୁଏ ଭୋଗ। ଯୌବନ କାଳେ ଅର୍ଦ୍ଧଲବ୍ଧ ନହିଲେ ହୁଏ ଯେ କ୍ରୋଧ। ପରେ ତାହାର ଅଭିମାନ ବଢ଼ଇ କ୍ରୋଧ ଆଦି ଜାଣ। ଅଜ୍ଞାନ ହେତୁ ଜୀବ ଜାଣ ମୁହିଁ ମୋହର କରେ ଜ୍ଞାନ। ଯେ କର୍ମ କଲେ ପୁଣି ଜନ୍ମ ସଂସାରେ ହୁଅଇ ଜାଣିମ। ସେ କର୍ମ ଅନୁରକ୍ତ ହୁଏ ଭଲ ମନ୍ଦର ଜ୍ଞାନ ନୁହେଁ। ଏପରି ଈଶ୍ୱର କହିଲେ ନିଜ ମାତାଙ୍କୁ ବୁଝାଇଲେ। ସେ ପ୍ରଭୁ ଏକଷ୍ଟୁ ରଖିବେ ତା ବିନୁ ଆଶ୍ରେ ନାହିଁ ଏବେ। ତାହାଙ୍କ ଶ୍ରୀପଦ୍ମ ଚରଣେ ଶରଣ ଗଲି ମୁକ ଶଣେ। କହଇ ଜଗନ୍ନାଥ ଦାସ ସାଧୁଙ୍କ ହିତେ ଯେ ପ୍ରକାଶ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବୈଶିକ୍ୟାଂ ତୃତୀୟ ସ୍କନ୍ଧେ କପିଳ ଦେବହୂତି ଜ୍ଞାନ କଥନେ ନାମ 31 ଅଧ୍ୟାୟ। बोल आनंदे कवार हरि हरि बोल। बंद करो।